ଆପଣଙ୍କ ସାର୍ କେତେଟା ଜିନିଷ ଜାଣିବା ପାଇଁ ଚାହୁଁଛୁ। ଏଇ ଯୋଉ ଆଜ୍ଞା। ଆଜି ଯୋଉ ଗତକାଲି ଯୋଉ ଦୁର୍ଘଟଣା ହେଲା, ଆପଣ ଜଣେ ବଡ କଳାକାର ହିସାବରେ ଆପଣ ଗତକାଲି ଦୁର୍ଘଟଣା ସମ୍ପର୍କରେ କଣ ଜାଣିଛନ୍ତି? ଏଟା କଳାକାର ମୁଁ ଏକା ନୁହଁ, ଯାତ୍ରା ଜଗତର ସମସ୍ତ କଳାକାରଙ୍କୁ ବି ଦୁଃଖ ଲାଗିଛି। ଆଉ ଏ ଭଳିଆ ସମସ୍ୟାଟା ଏଟା ମଣିଷ ହାତର କଥା ନୁହଁ, ଏଟା ହଉଛି ଭଗବାନଙ୍କର ଦୈବ ଦୁର୍ଘଟଣା କଥା। ତେଣୁ ମତେ ବହୁତ ଦୁଃଖ ଲାଗିଛି। କାଲିଠାରୁ ଏପର୍ଯ୍ୟନ୍ତ ଆଜ୍ଞା ମୁଁ ମାନେ ସିଏ ଆମ ଆର୍ଟିଷ୍ଟ ଲାଇନ ଲୋକ ନହେଲେ ବି ସେମାନେ ବି ପଟା କାମ କରନ୍ତୁ, ଲାଇଟ୍ କାମ କରନ୍ତୁ କି ଯାଉ ଯୋଉ କୌଣସି କରନ୍ତୁ, ସିଏ ବି ଜଣେ କଳାକାର। ତେଣୁ ସେମାନଙ୍କ ପାଇଁ ଆମେ ମଞ୍ଚରେ ଛିଡା ହେଇ ପାରୁଥିଲୁ କି ଆମକୁ ସେମାନେ ଆଲୋକିତ କରୁଥିଲେ, କଣ କରୁଥିଲେ, ସେଥିପାଇଁ ମୁଁ ବହୁତ ଦୁଃଖିତ। କାଲିଠାରୁ ଏପର୍ଯ୍ୟନ୍ତ ବି ମୁଁ ଖାଇବା ପିଇବା ଏକ ପ୍ରକାର ଛାଡି ଦେଇଛି। ତେଣୁ କଣ କହିବି ଆଉ, ସେଟା ଭଗବାନଙ୍କର ଗୋଟେ ଦୁର୍ଘଟଣା ଥିଲା। ଯେହେତୁ ମାନେ ଆମେ କାଲି ରାଇରଙ୍ଗପୁର ସାରିକି ଆସିବା କଥା ଆଜ୍ଞା। ଜଳେଶ୍ୱର ଆସୁଥିଲୁ। ଜଳେଶ୍ୱର ମୁଁ ବି ଗାଡିରେ ଆସୁଥିଲି, ମୋ ପର୍ସନାଲ ଗାଡିରେ ଆସୁଥିଲି। ତ ସେଇ ଯୋଉ ଆମର ବାଙ୍ଗିରି ପଶି ଘାଟି ଯଶୀପୁର ନା କଣ ସେଟା ବିଶୋଇ, ହଁ। ସେ ବିଶୋଇ ଘାଟି ବାଙ୍ଗିରି ପଶି ଘାଟି ଜଷ୍ଟ ମୁଁ ପାସ୍ କରିକି 10 କିଲୋମିଟର ଆସିଛି। ଆମର ଜଣେ ମ୍ୟାନେଜର ଅଛନ୍ତି ଯିଏ ପ୍ରଦୀପ ବାବୁ ବୋଲି, ହୁଁ। ସିଏ ଫୋନ କଲେ ଯେ ଅବିନ ଭାଇ କୋଉଠି ହେଲେଣି? ମୁଁ କହିଲି ମୁଁ ତ ଏଇ ଘାଟି ପାସ୍ କରିକି ଆସିଲି, 10 କିଲୋମିଟର ଆସିକି ପହଞ୍ଚିଲିଣି। ନା ଗାଡି ଟିକେ ରଖ। ମୁଁ କହିଲି କଣ ହେଇଛି? ନା ଏମିତି ଗୋଟେ ଅସୁବିଧା ହେଇଛି। ମୁଁ କଣ ହେଇଛି? ତାପରେ ଗାଡି ସାଇଡ କଲି, ସାଇଡ କଲା ସେଠି କହିଲା ଭାଇ ଆଉ କେହି ନାହାନ୍ତି, ଇଲେକ୍ଟ୍ରିକ ଗାଡିଟା ଆମର ମାନେ ଘାଟିରେ ପଲଟି ଖାଇଗଲା। ଘାଟି ମାନେ ସେ ତ ଜାଣିଥିବେ ଆପଣ ସେ ଯୋଉ ଘାଟି କେମିତିଆ କଣ। ନାଇଁ ନାଇଁ, ସେ ଘାଟି ତ ବହୁତ ବଡ ଘାଟି। ନାଇଁ, କୁହାହଉଛି ଯେ ନାଇଁ ଡ୍ରାଇଭର ମଦ୍ୟପାନ କରିକି ଗାଡି ଚଲାଉଥିଲା ବୋଲି ଏମିତି ଦୁର୍ଘଟଣା ଘଟିଲା। ନାଇଁ ନାଇଁ ନାଇଁ, ସେଇଟା ଭୁଲ କଥା। ନା ନା, ମୁଁ ତ ନଥିଲି ସେ ଜାଗାରେ। ତାପରେ ଯେତିକି ମୁଁ ମାନେ ଇଏ କରିଛି, ମାନେ ଇଏ ସଂଗ୍ରହ କରିଛି, ସେ ଡ୍ରାଇଭର ମଦ୍ୟପାନ ନୁହଁ, ସେ ଡ୍ରାଇଭର ମେଜରମେଣ୍ଟ ସେ ଜାଣି ପାରିଲା ନାହିଁ। କାହିଁକି ନା ସିଏ ଅବଶ୍ୟ ଖୁବ କମ ଦିନର ଡ୍ରାଇଭର। ତେଣୁ ସେ ଘାଟି ଫାଟିରେ ଚଲେଇବାର ତାର ଅଭ୍ୟାସ ଥିଲା କି ନଥିଲା ଭଗବାନ ଜାଣନ୍ତି। ତେଣୁ ସେ ମେଜରମେଣ୍ଟ କରିପାରିନି, କଣ କେମିତି କାଟିବ କଣ କରିବ। ସିଏ ବୋଧେ ମାନେ ଡାଉନରେ ମାନେ ଗାଡିଟା ପଲଟି ଖାଇଛି। ମାନେ ଘାଟିରୁ ତଳକୁ ଓହ୍ଲେଇଲା ବେଳେ ପଲଟି ଖାଇଛି। ହଁ, ହୁଏତ ସିଏ ମାନେ ତେଲ ଫେଲ ବଞ୍ଚିବା ପାଇଁ ନ୍ୟୁଟ୍ରାଲ କରିଦେଇ ପାରିଥାଏ, କି ତାପରେ ବ୍ରେକ୍ ମାରିଛି, ବ୍ରେକ୍ ଧରିନି, କଣ ହେଇନି ଭଗବାନ ଜାଣନ୍ତି। ଯଦି ଡ୍ରାଇଭର ଏଥିରେ କୌଣସି ଦୋଷ ନାହିଁ, ଡ୍ରାଇଭର ଏବେ ଫେରାର ଅଛି, କଣ ଘଟଣା କଣ? ତେଣୁ ସେ ପରିସ୍ଥିତି ସେତେବେଳେ ଯାହା ହେଲା, ଯେକୌଣସି ଲୋକ ବି ପଳେଇଯିବ। କାହିଁକି ନା ଯେତେବେଳେ ଏତେ ବଡ ରିକ୍ସ ହେଲାଣି, 6-7ଟା ଲୋକ ମରିଗଲେଣି, କି ଗାଡିଟା ପଲଟି ଗଲାଣି, ସେତିକି ସ୍ଥାନୀୟ ଲୋକ ଆସିକି ତାକୁ ପିଟିବେ, ମାରିବେ। ସେ ତ ନିଜ ଜୀବନକୁ ବଞ୍ଚେଇବା ପାଇଁ ସେ କୁଆଡେ ପଳେଇ ଯାଇଥିବ ଆଉ କଣ କରିବେ। ଆଚ୍ଛା, ତାହେଲେ ସରକାରଙ୍କ ତରଫରୁ ତ ସେମାନଙ୍କୁ ସହାୟତା ରାଶି ଘୋଷଣା ହଁ, କରାଯାଇଛି। ସରକାରଙ୍କ ତରଫରୁ ତ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ଯାହା ଘୋଷଣା କରିଛନ୍ତି। ତେଣୁ ଆମ ମାଲିକଙ୍କ ତରଫରୁ ବି ସେମାନଙ୍କୁ କିଛି ସାହାଯ୍ୟ କରାଯିବ। ଆଉ ଆମର ଯୋଉ ମ୍ୟାନେଜର ଅଛନ୍ତି, ମ୍ୟାନେଜମେଣ୍ଟ ମାନେ, ସେମାନେ କେମିତି କଣ ତାଙ୍କ ପରିବାର କେମିତି କଣ ଟିକେ କେମିତି ସହାୟତା ପାଇବେ, ଆଉ ସେମାନେ କେମିତି କଣ ଇଏ କରିବେ, ସେମାନଙ୍କ ସହିତ ବି ଆମ ମ୍ୟାନେଜର ମାନେ ତାଙ୍କ ଯୋଗାଯୋଗ ରଖିଛନ୍ତି। ମାଲିକ ମାନଙ୍କର ବି ଯୋଗାଯୋଗ ଅଛି। ତେଣୁ ଚାଲିଛି, ଆଉ ଯୋଉଟା ତ ହେଇଗଲା ତାକୁ ଆଉ କଣ କରାଯିବ। ଆଚ୍ଛା, ଆପଣଙ୍କୁ ଲାଗୁଛି ଦୁର୍ଘଟଣା କାରଣ କଣ ହେଇଥାଇପାରେ? ମୁଁ ଭାବୁଛି ଦୁର୍ଘଟଣା କାରଣ ମୁଖ୍ୟ ହଉଛି ଡ୍ରାଇଭରର ବାଲାନ୍ସ ଫେଲ୍ ହେଇଛି, କୌଣସି କାରଣରୁ ନେଇ। ହୁଏତ ଡ୍ରାଇଭର ତାର ଆପଣ କହିବା ଯେ ସିଏ ଜାଣି ନ ପାରିକି ଦୁର୍ଘଟଣା କରାଇଛି। ଜାଣିକି କେବେ କିଏ କଣ ଜଣେ ଏମିତି କରିବ କି? ଜାଣିକି କେବେ ଜଣେ କିଏ ସେଠି ଏତେ ଜଣଙ୍କ ଜୀବନ ନେଇକି ଯାଉଛି, ପରିବାରଙ୍କ ଜୀବନ ନେଇ ଯାଉଛି, ଜଣେ ଜାଣି ଶୁଣି କେମିତି କଣ କରିବ କି? ଆଜ୍ଞା। ଅଜାଣତରେ ହେଇଛି ସେଟା। ଆଉ ସେଟା ବି ଆମର ମାଲିକଙ୍କର କି ମ୍ୟାନେଜରଙ୍କର ଦୁର୍ଭାଗ୍ୟ, କି ଭଗବାନଙ୍କର କଣ ଗୋଟେ ହବାର ଥିଲା, ସେଇଭଳିଆ ଗୋଟେ ପରିସ୍ଥିତି ସୃଷ୍ଟି ହେଲା। ଆଉ କଣ କରିବା।